ଗପ ଅମୃତରେ ଜହ୍ନମାମୁଁ ଗପ ସତ୍ୟର ଯାଦୁ। ଯେତେବେଳେ କାଶୀ ରାଜ୍ୟ ଉପରେ ରାଜୁତି କରୁଥିଲେ ବ୍ରହ୍ମଦତ୍ତ, ଏହା ସେହି ସମୟର କଥା। ସେତେବେଳେ ବୋଧିସତ୍ତ୍ୱ ଦୈପାୟନ ନାମରେ କୌଶାମ୍ବୀ ନଗରୀରେ ରହୁଥିଲେ। ଯେତେବେଳେ ସେ ଯୁବକ, ସେତେବେଳେ ନିଜର ସମସ୍ତ ଧନସମ୍ପତ୍ତି ସେ ବିତରଣ କରିଦେଲେ ଏବଂ ହିମାଳୟରେ ଯାଇ ତପସ୍ୟା କଲେ। ସାମାନ୍ୟ ଫଳମୂଳ ଆହାର କରି କେତେବେଳେ ବା ଖରା ବର୍ଷା, କେତେବେଳେ ବା ଗୋଟିଏ ଛୋଟିଆ ଗୁମ୍ଫା ଭିତରେ ସେ ବେଳ କାଟୁଥିଲେ। 50 ବର୍ଷ କାଳ ସେହିପରି କଟାଇବା ପରେ ଦୈପାୟନ ଥରେ ଦେଶବ୍ୟାପୀ ବୁଲି ତୀର୍ଥାଟନ କରିବାକୁ ମନ ବଳାଇଲେ। ସେ ହିମାଳୟ ଅଞ୍ଚଳରେ ଥିବା ସମସ୍ତ ତୀର୍ଥ ବୁଲିସାରି କାଶୀ ନଗରୀରେ ଆସି ପହଞ୍ଚିଲେ। ସେଠାରେ ଦୈବାତ୍ ତାଙ୍କର ବାଲ୍ୟବନ୍ଧୁ ମାଣ୍ଡବ୍ୟ ସହିତ ଦେଖା ହୋଇଗଲା। ମାଣ୍ଡବ୍ୟ ତାଙ୍କୁ ନିଜ ଘରକୁ ନିମନ୍ତ୍ରଣ କଲା। ଦୈପାୟନ ସେ ନିମନ୍ତ୍ରଣ ଗ୍ରହଣ କରି ବନ୍ଧୁ ଘରେ ଅତିଥି ହୋଇ ରହିଲେ। ଦିନେ ମାଣ୍ଡବ୍ୟର ପୁଅ ଯଜ୍ଞଦତ୍ତ ଗୋଟିଏ ପେଣ୍ଡୁ ଗଡ଼ାଇ ଖେଳୁଥାଏ। ପେଣ୍ଡୁଟି ଗଡ଼ି ଗଡ଼ି ଯାଇ ଗୋଟିଏ ଗାତ ଆଡ଼େ ଚାଲିଗଲା। ତାହା ଗାତ ଭିତରେ ପଶିଯାଇଛି ଭାବି ଯଜ୍ଞଦତ୍ତ ତାକୁ ବାହାର କରି ଆଣିବା ନିମନ୍ତେ ଗାତ ଭିତରେ ହାତ ଭର୍ତ୍ତି କରିଦେଲା। ସେ ଜାଣିନଥିଲା ଯେ ସେଇଟି ସାପ ଗାତ। ସାପ ତାକୁ ଦଂଶନ କଲା। ସେ ହାତ ବାହାର କରି ଆଣି ଯନ୍ତ୍ରଣାରେ ଚିତ୍କାର କରି ଜ୍ଞାନ ହରାଇ ପଡ଼ିଗଲା। ମାଣ୍ଡବ୍ୟ ଓ ତା ସ୍ତ୍ରୀ ଦୌଡ଼ି ଆସିଲେ ଏବଂ ପିଲାର ଦେହର ରଙ୍ଗ ଦେଖି ତାକୁ ବିଷଧର ସାପ କାମୁଡ଼ିଥିବାର ବୁଝିପାରିଲେ। ସେତେବେଳେ ଦୈପାୟନ ଗୋଟିଏ ଗଛ ମୂଳରେ ବସିଥିଲେ। ବାପା ମା ପୁଅକୁ ଧରି ତାଙ୍କ ଆଗରେ ନେଇ ଶୁଆଇ ଦେଲେ। ମାଣ୍ଡବ୍ୟ କହିଲା, ବନ୍ଧୁ, ତମେ ତପସ୍ୱୀ। ତମ ତପଶକ୍ତି ପ୍ରୟୋଗ କରି ମୋର ଏକମାତ୍ର ପୁଅର ଜୀବନ ରକ୍ଷା କର। ଦୈପାୟନଙ୍କ ମୁହଁ ଶୁଖିଗଲା। ସେ କହିଲେ, ଭାଇ ମାଣ୍ଡବ୍ୟ, ମୁଁ ହିମାଳୟରେ 50 ବର୍ଷ କାଳେ ବିତାଇଛି ସତ, କିନ୍ତୁ ମୋର କୌଣସି ତପସିଦ୍ଧି ହୋଇନାହିଁ। ଏଣେ ସାପ କାମୁଡ଼ା ଔଷଧ ବି ମୋତେ ଜଣା ନାହିଁ। ମୁଁ କରିବି କ'ଣ? ବନ୍ଧୁ, ତମର ସିଦ୍ଧି ହେଇଥାଉ କି ନଥାଉ, ତମେ 50 ବର୍ଷ କାଳ ତପସ୍ୱୀ ଭାବରେ ରହିଛ। ସେ ପୁଣ୍ୟ କିଛି କମ୍ ନୁହେଁ। ତୁମେ ସେହି ପୁଣ୍ୟ ବଳରେ ଯାହା ପାରୁଛ କର। ମାଣ୍ଡବ୍ୟ ବିକଳ କଣ୍ଠରେ କହିଲା, ଭାଇ, ଏକମାତ୍ର ସତ୍ୟ ହିଁ କିଛି ହେଲେ କିଛି କରିପାରିବ। ଏହା ଦୈପାୟନ ଆଖି ବନ୍ଦ କରି କହିଲେ, ହେ ସତ୍ୟ, ମୁଁ ଜୀବନର ପ୍ରଥମ ଅବସ୍ଥାରେ ବାସ୍ତବିକ ଆନ୍ତରିକ ଭାବରେ ସତ୍ୟ କ'ଣ ଜାଣିବାକୁ ଇଚ୍ଛା କରିଥିଲି। ସେଥିପାଇଁ ସଂଯତ ଆଚରଣ କରୁଥିଲି, ଧ୍ୟାନ ଓ ସତ୍ସଙ୍ଗ କରୁଥିଲି ଏବଂ ପ୍ରାର୍ଥନା କରୁଥିଲି। ପରବର୍ତ୍ତୀ ସମୟରେ ହିମାଳୟ ଯାଇ ତପସ୍ୟା କଲି ସତ, କିନ୍ତୁ ପୂର୍ବର ସେ ସତ୍ୟନିଷ୍ଠା ରହିଲା ନାହିଁ। ସତ୍ୟ ପ୍ରତି ଆନ୍ତରିକତା ମଧ୍ୟ ହ୍ରାସ ହେବାର ବୁଝିପାରିଲି। ତଥାପି ସନ୍ନ୍ୟାସୀ ରୂପେ ରହିଛି। ମୋର ଏହି ସତ୍ୟୋକ୍ତି ବଳରେ ଯଜ୍ଞଦତ୍ତର ବିଷ କଟିଯାଉ, ସେ ସ୍ୱାଭାବିକ ଅବସ୍ଥା ଫେରିପାଉ। ଦୈପାୟନ ଏହା କହି ଯଜ୍ଞଦତ୍ତର ଛାତି ଆଉଁସି ଦେଲେ। ସଙ୍ଗେ ସଙ୍ଗେ ଯଜ୍ଞଦତ୍ତ ଆଖି ଖୋଲି ସମସ୍ତଙ୍କ ଆଡ଼େ ଅନାଇଲା। ମାକୁ ଦେଖି ଥରେ ମା ବୋଲି ଡାକି ଉଠି ବସିବାକୁ ଚେଷ୍ଟା କରି ପୁଣି ପଡ଼ିଗଲା ଓ ଚେତା ହରାଇଲା। ମାଣ୍ଡବ୍ୟ ଓ ତା ସ୍ତ୍ରୀ ମୁହଁରେ ଆନନ୍ଦ ଫୁଟି ଉଠିଥିଲା, କିନ୍ତୁ ପୁଅ ପୁଣି ଚେତା ହରାଇବା ଦେଖି ସେମାନେ କାନ୍ଦି ଉଠିଲେ। ଇଏ କ'ଣ ହେଲା? ପୁଅ ଭଲ ହୋଇ ପୁଣି କାହିଁକି ଏପରି ହେଲା? ମାଣ୍ଡବ୍ୟ ଉତ୍କଣ୍ଠିତ ହୋଇ ପଚାରିଲେ। ମୋ ସତ୍ୟୋକ୍ତି ବଳରେ ଯେତିକି ବିଷ ଦୂର ହେବା କଥା ତାହା ହେଲା, କିନ୍ତୁ ଏହାଠୁ ବେଶୀ ମୋ ଦ୍ୱାରା ସମ୍ଭବ ନୁହେଁ। ତୁମେ ତୁମ ଆଚରଣ ବିଷୟରେ ଯାହା ସତ କଥା ତାହା ପ୍ରକାଶ କର, ହୁଏତ ସେଥିରେ ଆଉ କିଛି ଫଳ ହେବ। ଦୈପାୟନ କହିଲେ। ମାଣ୍ଡବ୍ୟ ସେଉଠୁ କହିଲା, ଜୀବନରେ ମୁଁ କିଛି ଦାନ ଧର୍ମ କରେ ସତ, କିଛି କିଛି ଅତିଥି ଅଭ୍ୟାଗତଙ୍କର ଚର୍ଚ୍ଚା ମଧ୍ୟ କରେ ସତ, କିନ୍ତୁ ସେଥିରେ ମୋର କୌଣସି ଆନ୍ତରିକତା ନଥାଏ। ଅନେକ ସମୟରେ ଇଚ୍ଛା ନଥାଇ ଦାନ କରେ। ସଦିଚ୍ଛା ନଥିବା ସତ୍ତ୍ୱେ ଅତିଥି ସତ୍କାର କରିଥାଏ। ଏହି ସତ୍ୟୋକ୍ତି ଫଳରେ ଆଜି ମୋ ପୁଅ ଦେହରୁ ବିଷ କଟିଯାଉ, ସେ ସ୍ୱାଭାବିକ ହୋଇଯାଉ। ମାଣ୍ଡବ୍ୟ ଏହା କହି ଯଜ୍ଞଦତ୍ତ ଉପରେ ହାତ ବୁଲାଇ ଦେବା ମାତ୍ରେ ଯଜ୍ଞଦତ୍ତ ଉଠି ବସିଲା ଓ ହସିଲା, କିନ୍ତୁ ସେ ଚାଲିବାକୁ ଚେଷ୍ଟା କରି ସେଥିରେ ସଫଳ ହେଲା ନାହିଁ। ତୁମ ସତ୍ୟୋକ୍ତି ଯୋଗୁଁ ବିଷର ପ୍ରଭାବ ଅନେକ ମାତ୍ରାରେ କଟିଯାଇଛି। ବର୍ତ୍ତମାନ ତୁମ ସ୍ତ୍ରୀ ତାଙ୍କ ଆଚରଣ
ଓ ମନୋଭାବ ସମ୍ପର୍କରେ ସତ୍ୟୋକ୍ତି କରନ୍ତୁ। ତାହା ହେଲେ ପୁଅ ପୂରାପୂରି ଭଲ ହୋଇଯିବାର ଆଶା ରହିଛି। ଦୈପାୟନ କହିଲେ। ମାଣ୍ଡବ୍ୟର ସ୍ତ୍ରୀ କହିଲା, ମୋର ଯାହା କିଛି କହିବାର ଅଛି ତାହା ସମସ୍ତଙ୍କ ଆଗରେ କହିପାରିବି ନାହିଁ। ସମସ୍ତଙ୍କ ଆଗରେ ନ କହିଲେ ତାହାର ମୂଲ୍ୟ କ'ଣ? ସତ୍ୟ ଗୋପନ ନ କଲେ ଯାଇ ତାହା କାମ ଦେବ। ଦୈପାୟନ କହିଲେ। କିଛି ସମୟ ସଂକୋଚ କରି ମାଣ୍ଡବ୍ୟର ସ୍ତ୍ରୀ ପୁଅ ଦେହରେ ହାତ ବୁଲେଇ ଦେଇ କହିଲା, ପୁଅ, ତୁ ଯେଉଁ ସାପଗାତରେ ହାତ ଦେଲୁ, ଏହି ସଂସାର ମୋତେ ସେହିପରି ସାପଗାତ ଭଳି ମନେହୁଏ। ତୋ ବାପା ମୋତେ କେବେ ବି ସୁଖ ପାଆନ୍ତି ନାହିଁ। ଫଳରେ ମୁଁ ବି ତାଙ୍କ ଉପରେ ମନେ ମନେ ଭୀଷଣ ବିରକ୍ତି ଓ କ୍ରୋଧ ପୋଷଣ କରେ। ଏହା ହିଁ ମୋର ସତ୍ୟୋକ୍ତି। ମୋର ଏହି ସତ୍ୟୋକ୍ତି ଫଳରେ ତୋ ଦେହରେ ଯେତିକି ବିଷ ରହିଛି ତାହା ସମୂଳେ ଚାଲିଯାଉ। ସେ ଏହା କହିବା ପରେ ପରେ ଯଜ୍ଞଦତ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକ ଭାବରେ ଚାଲିଲା ଓ ଦୌଡ଼ିବାକୁ ଲାଗିଲା। ବାପା ମାଙ୍କର ଆନନ୍ଦ କହିଲେ ନ ସରେ। ଦୈପାୟନ ତାକୁ ଆଶୀର୍ବାଦ ଦେଲେ। ପୁଅ ସୁସ୍ଥ ହେବାରୁ ମାଣ୍ଡବ୍ୟର ମନରେ ଅନ୍ୟ ପ୍ରଶ୍ନ ଉଠିଲା। ଦୈପାୟନଙ୍କୁ ପଚାରିଲା, ବନ୍ଧୁ, ତୁମେ ଏତେ ବର୍ଷ ଧରି ତପସ୍ୟା କଲ, କିନ୍ତୁ ତମର ସେଥିରେ ନିଷ୍ଠା ନାହିଁ ବୋଲି କହୁଛ। ତେବେ ତମେ ସନ୍ନ୍ୟାସୀ ଭଳି ନ ବୁଲି ସଂସାରକୁ ଫେରି ଆସୁନାହଁ କାହିଁକି? କଥା କ'ଣ କି, ଥରେ ସନ୍ନ୍ୟାସ ଗ୍ରହଣ କରିବା ପରେ ସଂସାରକୁ ଫେରି ଆସିଲେ ବା ସଂସାରୀ ହେଲେ ଲୋକେ ତାହା ପସନ୍ଦ କରିବେ ନାହିଁ। ମୋତେ ଅସ୍ପୃଶ୍ୟ ଭଳି ଚଳିବାକୁ ପଡ଼ନ୍ତା। ଲୋକେ କହନ୍ତେ ମୁଁ ଧର୍ମଚ୍ୟୁତ ହୋଇଛି। ତା ଛଡ଼ା ଜୀବନ ଗୋଟିଏ ଧାରାରେ ପଡ଼ିଗଲେ ପୁଣି ତାକୁ ବଦଳାଇବା ସହଜ ହୁଏ ନାହିଁ। ତେଣୁ ଏମିତି ଭାବରେ ଦିନ ବିତାଇ ଚାଲିଛି। ଦୈପାୟନ ବୁଝାଇଦେଲେ। ତାପରେ ଦୈପାୟନ ପଚାରିଲେ, ତମେ ଦାନ ଧର୍ମ କରିବାରେ ବା ଅତିଥି ସେବାରେ ଯଦି ଆନନ୍ଦ ନ ପାଅ, ତେବେ ତାହା କର କାହିଁକି? କଥା କ'ଣ କି, ମୋ ବାପା ଓ ଜେଜେବାପା ଦାନୀ ହିସାବରେ ଖ୍ୟାତି ଅର୍ଜନ କରିଥିଲେ। ମୋର ସେ ଦିଗରେ କୌଣସି ଆଗ୍ରହ ନଥିବା ସତ୍ତ୍ୱେ ସେମାନେ ପ୍ରତିଷ୍ଠା କରିଥିବା ପରମ୍ପରା କିପରି ଭାଙ୍ଗିଦେବି? ତେଣୁ ସେସବୁ କୌଣସି ମତେ ସହ୍ୟ କରିଯାଏ। ଏହାପରେ ମାଣ୍ଡବ୍ୟ ତାଙ୍କ ସ୍ତ୍ରୀଙ୍କ ଆଡ଼େ ଅନାଇ ପଚାରିଲା, ସଂସାର ଯଦି ସାପଗାତ ଭଳି ଭୟଙ୍କର ମନେ ହେଉଛି, ତମେ ଏତେ ଦିନ ଏହି ପରିସ୍ଥିତି ସହ୍ୟ କରି ରହିଛ କିପରି? ମାଣ୍ଡବ୍ୟର ସ୍ତ୍ରୀ ଉତ୍ତର ଦେଲା, ଉପାୟ କ'ଣ? ସ୍ତ୍ରୀମାନେ ସବୁ ସହ୍ୟ କରି ଚଳିବା ଆବଶ୍ୟକ ବୋଲି ମୋତେ ଶିକ୍ଷା ଦିଆଯାଇଛି। ମୁଁ ସେହି ଅନୁସାରେ ଆଖି ବୁଜି ସବୁ ସହ୍ୟ କରି ଚାଲିଛି। ବାସ୍ତବିକ ମୁଁ ତୁମର ସୁଖ ଦୁଃଖ ଯେତେ ବୁଝିବା କଥା ତାହା ବୁଝି ନାହିଁ। ମୁଁ ପ୍ରବଳ ଅବହେଳା କରିଛି। ଏଣିକି ସେଭଳି କରିବି ନାହିଁ। ମାଣ୍ଡବ୍ୟ କହିଲା। ଦୈପାୟନ କହିଲେ, ଦାନ ଧର୍ମ କରିବାର ହେଲେ ଆନ୍ତରିକତା ସହକାରେ ତାହା କରିବ। ତେବେ ସେଥିରୁ ଆନନ୍ଦ ବି ମିଳିବ, ପୁଣ୍ୟ ବି ମିଳିବ। ଜୀବନ ସାର୍ଥକ ହେଲା ଭଳି ମନେ ହେବ। ଉଭୟ ସ୍ୱାମୀ ସ୍ତ୍ରୀ ମିଶି ଦୈପାୟନଙ୍କ ଏହି ଉପଦେଶ ମନ ଦେଇ ଶୁଣୁଥିଲେ। ସେମାନେ ତାଙ୍କ ଆଗରେ ପ୍ରତିଜ୍ଞା କଲେ, ଏହାପରେ ସେମାନେ ସଂସାର ଧର୍ମ ବେଶ ମନୋଯୋଗ ଦେଇ କରିବେ। ଏହିପରି କର୍ମ କରିବେ ନାହିଁ ଯାହା ନିଜ ସହିତ କେବଳ ଛଳନା ପରି ମନେ ହେବ। ମାଣ୍ଡବ୍ୟର ପୁଅ ସେତେବେଳକୁ ବେଶ ସୁସ୍ଥ ହୋଇ ଆସୁଥିଲା। ସେ କିପରି ଚଳିଲେ ଉତ୍ତମ ମଣିଷରେ ପରିଣତ ହେବ, ଏହା ପଚାରିଲା। ତାକୁ ଦୈପାୟନ କହିଲେ, କଦାଚିତ୍ ଅନ୍ୟମନସ୍କ ଭାବରେ କୌଣସି କାମ କରିବ ନାହିଁ ଯାହା ଶରୀରର କ୍ଷତି କରିବ। ସବୁବେଳେ କରୁଥିବା କର୍ମର ଯଥାର୍ଥତା ପ୍ରତି ଧ୍ୟାନ ଦେବ ଓ ସଚେତନ ରହିଲେ ବିପଦ ଆସିବ ନାହିଁ। ଏହାପରେ ଦୈପାୟନ ବିଦାୟ ନେଇ ଚାଲିଗଲେ।